ମୋହନ ମାଝୀଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ କେନ୍ଦୁଝର ଜିଲ୍ଲାର ଦୀର୍ଘ ଦିନର ଯେଉଁ ସ୍ୱପ୍ନ ଥିଲା ଯେ କେନ୍ଦୁଝର ଜିଲ୍ଲାରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଇସ୍ପାତ କାରଖାନା ମୋର ମନେ ଅଛି 1979 ମସିହାରେ ବିଜୁ ବାବୁ ଆସିଥିଲେ କାଳି ପଡ଼ିଆକୁ ମିଟିଂ କରିବା ପାଇଁ। ସେ ସମୟରେ ଆମ କେନ୍ଦୁଝର ଜିଲ୍ଲାର ଯୁବକମାନେ ଦାବି କରିଥିଲେ ଯେ ଆମ ଜିଲ୍ଲାରେ ଗୋଟେ ଦ୍ୱିତୀୟ ଇସ୍ପାତ କାରଖାନା ନୟାଗଡ଼ କରାଯାଉ, କିନ୍ତୁ ସେତେବେଳେ ତାଙ୍କର ଯୋଉ ତାତ୍ପର୍ଯ୍ୟ ଭରା କମେଣ୍ଟ ତାହା ଆମକୁ ଦୁଃଖିତ କରିଥିଲା। ଭାବେ କହିଥିଲେ କେନ୍ଦୁଝରିଆ ତମେ ନଟ ବୋର୍ଡ ସାଇକେଲ କାହିଁକି ପରିସ୍ଥିତି ନ ଏଠି କଣ ହବ ଇସ୍ପାତ କାରଖାନା। କିନ୍ତୁ ଆଜି ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲା ପରେ କେନ୍ଦୁଝର ମେଘା ଷ୍ଟିଲ ପ୍ଲାଣ୍ଟ ହେବାକୁ ଯାଉଛି। କେନ୍ଦୁଝର ଜିଲ୍ଲାର ବିକାଶ ହବ ଏବଂ କେନ୍ଦୁଝର ଜିଲ୍ଲା ନୁହେଁ ସାରା ବିକାଶ ହବ। ଅର୍ଥନୈତିକ ପ୍ରଗତିର ଚକ ଗଢୁଛି ଏବଂ ବିକାଶ ହେଉଛି ଏବଂ ଚାଷ କ୍ଷେତ୍ରରେ ଆଜି ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଜି ମୋହନ ମାଝୀଙ୍କ ନେତୃତ୍ୱରେ ଆଜି ଚାଲିଛି। ଆପଣମାନେ ଜାଣିଥିବେ 2015 ମସିହାରେ ନବୀନ ବାବୁ ସୋହେଲାରେ ବରଗଡ଼ ଜିଲ୍ଲା ସୋହେଲାରେ କହିଥିଲେ ଚାଷୀ ସମାବେଶରେ ଯେ 100 ଟଙ୍କା ପୋଲ ଦେବି ଧାନ କୁଇଣ୍ଟାଲ ପ୍ରତି, କିନ୍ତୁ ଦେଲେ ନାହିଁ, ତାଙ୍କ ସରକାର ପଳେଇଲା। କିନ୍ତୁ ମୋହନ ମାଝୀ ଆମ ସରକାର ଆସିବାର 1 ଘଣ୍ଟା ଶପଥ ପାଠ ନେଇଥିଲେ ଜୁନ 12 ତାରିଖ ଦିନ। ଜୁନ 12 ତାରିଖ ଦିନ ଶପଥ ପାଠ ନେବାର 1 ଘଣ୍ଟା ଭିତରେ କ୍ୟାବିନେଟ ମିଟିଂ ବସେଇକି ନିଷ୍ପତ୍ତି ଦିଆଗଲା 3100 ଟଙ୍କା ଧାନ କୁଇଣ୍ଟାଲ ଦିଆଯିବ ଏବଂ ନବୀନ ବାବୁ କହିଥିଲେ ବିଜେଡି ସରକାର 314 ବ୍ଲକରେ ହବ, କିନ୍ତୁ କଲେ ନାହିଁ କୋଟେ ହେଲେ। କିନ୍ତୁ ମୋହନ ମାଝୀ ସରକାର 58ଟା ସବଡିଭିଜନରେ ଆଜି କୋଲ୍ଡ ଷ୍ଟୋର କରିବାର ନିଷ୍ପତ୍ତି ନେଇଛି। ସେଥିପାଇଁ ସାଇଟ୍ ସିଲେକ୍ସନ ସରିଲାଣି, ଏଷ୍ଟିମେଟ ସରିଛି, କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଏବଂ ନବୀନ ବାବୁଙ୍କ ସମୟରେ 24 ବର୍ଷ ଶାସନ କାଳରେ କହିଥିଲେ 35% ଜମିକୁ ଜଳସେଚିତ କରିବେ, କିନ୍ତୁ ଗୋଟିଏ ଇଞ୍ଚ ଜମିକୁ ଜଳସେଚିତ କରିପାରିଲେ ନାହିଁ। କିନ୍ତୁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲା ପରେ 1212 କୋଟି ଟଙ୍କା ଦେଇଛନ୍ତି ଉଠା ଜଳସେଚନ ମାଧ୍ୟମରେ ଓଡ଼ିଶାରେ ଜଳସେଚନ କରିବା ପାଇଁ ଏବଂ ଯୋଉ ମେଘା ପ୍ରୋଜେକ୍ଟ ଯୋଉ ହେଇଥିଲା ଯୋଉଟା କମ୍ପ୍ଲିଟ ହେଲେ ତାକୁ କମ୍ପ୍ଲିଟ କରିବା ପାଇଁ ତାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ଆଉ ନବୀନ ବାବୁ କାଳିଆ ପ୍ରୋଜେକ୍ଟରେ କହିଥିଲେ, କାଳିଆ ଯୋଜନା ଘୋଷଣା କରିଥିଲେ 5000 କରିକି 10,000 ବର୍ଷକୁ 2ଟା କିଲୋ ଦେବେ, ଦେଲେ କି? କିନ୍ତୁ ମୋହନ ମାଝୀ ପ୍ରଧାନମନ୍ତ୍ରୀ ହେଲା ପରେ ମୁଖ୍ୟମନ୍ତ୍ରୀ ହେଲା ପରେ ନୂଆଖାଇ ଦିନ ସିଏମ କିଷାନ ଯୋଜନା କରିକି 46 ଲକ୍ଷ ଚାଷୀକି ବର୍ଷରେ 2 ଥର 4,000 ଟଙ୍କା 2,000 କରିକି ଦେବେ 2 କିସ୍ତିରେ ଏବଂ ଆଜି ପିଏମ କିଷାନରେ 6 ଲକ୍ଷ ଚାଷୀକି ସାମିଲ କରାଯାଇଛି। ଆଜି ସହରାଞ୍ଚଳ ଚାଷୀ ମାନଙ୍କୁ ପିଏମ କିଷାନରେ ସାମିଲ କରାଯାଇଛି। ଆଜି ଚାଷୀ ମାନେ ପୁଅ ଝିଅମାନେ ଯୋଉମାନେ ପାଠ ପଢିବେ ହାୟର ଏଜୁକେସନ ହାୟର ଷ୍ଟଡି କରିବେ ସେମାନଙ୍କୁ 2 ଲକ୍ଷ ଟଙ୍କା ଆର୍ଥିକ ସହାୟତାର ବ୍ୟବସ୍ଥା କରୁଛନ୍ତି। 314 ବ୍ଲକରେ ପନିପରିବା ଯୋଉ ଚାଷୀ ମାନେ ରାସ୍ତାଘାଟରେ ପନିପରିବା ଦେଖୁଥିଲେ, ଶୀତ ବର୍ଷା କାକରରେ ତାଙ୍କ ପନିପରିବା ନଷ୍ଟ ହେଉଥିଲା, ତାଙ୍କ ପାଇଁ ଅତ୍ୟାଧୁନିକ 314 ବ୍ଲକରେ ପରିବା ମଣ୍ଡି ହେବାର ବ୍ୟବସ୍ଥା କରୁଛନ୍ତି। ବ୍ୟାପକ ଯୋଜନା କୃଷକ ମାନଙ୍କ ପାଇଁ ଆମ ମୋହନ ମାଝୀ ସରକାର କରୁଛନ୍ତି। ଖାଲି ସେତିକି ନୁହେଁ, ମହିଳା ମାନଙ୍କର ସମୃଦ୍ଧି କରିବା ପାଇଁ, ଅର୍ଥନୈତିକ ସମୃଦ୍ଧି କରିବା ପାଇଁ, ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସୁଭଦ୍ରା ଯୋଜନାରେ 50,000 ଟଙ୍କା 10ଟା କିସ୍ତିରେ 5,000 କରିକି 5 ବର୍ଷରେ ଦିଆଯିବ, ଏଭଳି ବ୍ୟବସ୍ଥା କରିଛନ୍ତି। ଆଜି ସେ କାର୍ଯ୍ୟକ୍ରମ ଚାଲୁ ହେଇଯାଇଛି। ଯେତେବେଳେ ମୋହନ ମାଝୀ ସରକାର କହିଥିଲେ ଧାନ କୁଇଣ୍ଟାଲ 3100 ଟଙ୍କା ଦେବୁ, ସୁଭଦ୍ରା ଯୋଜନାରେ 50,000 ଟଙ୍କା ଦେବୁ, ସେତେବେଳେ ବିରୋଧୀ ଦଳ ବାଲା କମେଣ୍ଟ କରିଥିଲେ ଆସିବ ପଇସା କୋଉଠି। ଆଜି ମୁଁ କହୁଛି, ଆମେ ସର୍ବଭାରତୀୟ ସ୍ତରରେ କହୁଥିଲେ मोदी है तो मुमकिन है, आज मोहन माझी है तो मुमकिन है। मोहन माझी आज 3100 टंका धान देकी देखैछंती, पैसा कोउडी आसीबो 50,000 टंका सुभद्रा योजना देकी देखैछंती, पैसा केमिति जोगाड़ करा जाई पारे। आज सारा विश्वर प्रवासी भारतीय
ସମ୍ମିଳନୀ ମୁହୂର୍ତ୍ତରେ କରିକି ଆଜି ଦେଖେଇଛନ୍ତି। ତେଣୁକରି ଏ ପରିପ୍ରେକ୍ଷୀରେ ମୁଁ ଆଜି ସାମ୍ବାଦିକ ବନ୍ଧୁମାନଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣମାନେ ଆମମାନଙ୍କୁ ଏ ଯୋଉ ବିକାଶର ପ୍ରକ୍ରିୟା ଚାଲିଛି ମୋହନ ମାଝୀ ସରକାରର ଆପଣମାନଙ୍କର ସହଯୋଗ ଏବଂ ଆପଣମାନଙ୍କର ସମର୍ଥନ ଆମେ କାମନା କରୁଛୁ। ବିରୋଧରେ ଆପଣମାନେ ଯେଭଳି ଭାବରେ ଆମମାନଙ୍କୁ ସହଯୋଗ କରୁଛନ୍ତି ଏବଂ ସମର୍ଥନ ଦେଇଛନ୍ତି କେନ୍ଦୁଝରର ସାମ୍ବାଦିକ ବନ୍ଧୁମାନେ, ମୁଁ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଉଛି। ମୁଁ ତ କହିବି କୃଷକ ମୋର୍ଚ୍ଚାର ଯେତେ କାର୍ଯ୍ୟକ୍ରମ ହେଇଛି ତାକୁ ଯେଭଳି ଭାବରେ ହାଇଲାଇଟ୍, ପୁରା ବଡ଼ ବଡ଼ ନ୍ୟୁଜ୍ ଯେଭଳି ଭାବରେ ହାଇଲାଇଟ୍ ଆମର ସାମ୍ବାଦିକ ବନ୍ଧୁମାନେ କରିଛନ୍ତି, ମୁଁ ସେ ଋଣ କେବେ ଶୁଝି ପାରିବି ନାହିଁ। ମୁଁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି, ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନେ କୃଷକ ମୋର୍ଚ୍ଚାର ଯେତେ କାର୍ଯ୍ୟକ୍ରମ ହେଇଛି, ଯେତେ ପ୍ରୋଗ୍ରାମ ହେଇଛି, ଯେତେ ଯାହା ନ୍ୟୁଜ୍ ଆପଣ ଯେଭଳି ଭାବରେ ହାଇଲାଇଟ୍ କରୁଛନ୍ତି, ତାକୁ ଯେଭଳି ଭାବରେ ଢଙ୍ଗରେ ଆମକୁ ସହଯୋଗ କରୁଛନ୍ତି, ମୁଁ ସେ ସହଯୋଗ କେବେ ଭୁଲି ପାରିବି ନାହିଁ ନିଶ୍ଚିତ ଭାବରେ। କାରଣ ମୁଁ ବି ଜଣେ ସାମ୍ବାଦିକ କାମ କରୁଥିଲି 1980ରୁ 2011 ପର୍ଯ୍ୟନ୍ତ। ମୋର ବି କେତେକ ଭାଇମାନେ ଅଛନ୍ତି, ମୁଁ ବି ଆପଣମାନଙ୍କର ଜଣେ ସାମ୍ବାଦିକ ଭାଇ। ଦୀର୍ଘ 20 ବର୍ଷ ଧରିକି ମୁଁ ସାମ୍ବାଦିକତା କରିଛି ଏ କେନ୍ଦୁଝର ଜିଲ୍ଲାରେ। ତେଣୁକରି ଆପଣମାନଙ୍କର ସହଯୋଗ, ଆପଣମାନଙ୍କର ସମର୍ଥନ ମୁଁ କାମନା କରୁଛି। ଯେଉଁ ସହଯୋଗ ସମର୍ଥନ ଅଛି ତାହା କିଭଳି ଭାବରେ ସେ ପ୍ରକ୍ରିୟା ପୁରା ଚାଲୁ ସେ ବାବଦରେ ମୁଁ ଅନୁରୋଧ କରିବି। ଏବଂ ଆଜି ଆମ ଗ୍ରହଣରେ ଯେଉଁ ରାଜ୍ୟସ୍ତରୀୟ ସବୁ ନେତୃବୃନ୍ଦ ଅଛନ୍ତି ସମସ୍ତଙ୍କୁ ମୁଁ ମଧ୍ୟ ଏଠି ସ୍ୱାଗତ କରୁଛି ଆମ କେନ୍ଦୁଝର ଜିଲ୍ଲାକୁ। ଆଜି ଏ ଯେଉଁ ସାମ୍ବାଦିକ ସମ୍ମିଳନୀ ହେଇଛି ମୁଁ ତାକୁ ଡାକିଥିଲି। ମୁଁ ଭୁବନେଶ୍ୱରରେ ବସିଥିଲି 6-7 ଦିନ ତଳେ ବୈଠକରେ। ମତେ ସେମାନେ କହିଲେ ମହେଶ୍ୱର ଭାଇ କେନ୍ଦୁଝର ନ୍ୟୁଜ୍ ଯେତେବେଳେ ହେଉଛି ଆପଣ ବହୁତ ହାଇଲାଇଟ୍ ନ୍ୟୁଜ୍ ଆମେ ଦେଖୁଛୁ, ଓଡ଼ିଶାରେ ବି ଆପଣଙ୍କୁ ହାଇଲାଇଟ୍ କରୁଛନ୍ତି ସମସ୍ତେ। କିନ୍ତୁ ଆମର ଇଚ୍ଛା ଅଛି ଆମେ ଟିକେ ଯିବୁ ସେ ସାମ୍ବାଦିକ ଭାଇମାନଙ୍କ ସହିତ ମିଶିବୁ, ଆପଣ କେମିତି କ'ଣ କରୁଛନ୍ତି। ମୁଁ ମଧ୍ୟ ତାକୁ ଆଜି ଡାକିଛି। କିଛି ସମସ୍ତଙ୍କୁ ଡକାଯାଇନି, କିଛି ନେତୃବୃନ୍ଦକୁ ଡକାଯାଇଛି। ଏ ପରିପ୍ରେକ୍ଷୀରେ ମୁଁ ମୋର ନିବେଦନ କରିବି, ଆମର ମନୀଷା ଚିନ୍ମୟୀ ବେହେରା ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର। ସେ ଟାଟା କମ୍ପାନୀରେ ଟାଟାରେ ଗୋଟେ ବଡ଼ ଚାକିରି କରିଥିଲେ ଟାଟା କମ୍ପାନୀରେ। ସେ ଚାକିରି ଛାଡ଼ି ସେ ପୁରା ବିଜେପି ପାଇଁ ସମର୍ପିତ ଜୀବନ ଯାପନ ଆଜି କାମ କରୁଛନ୍ତି ପାର୍ଟି ପାଇଁ। ସେ ଆଗରୁ ଆମର କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଥିଲେ ମୋ ଟିମରେ, ଏବେ ମହିଳା ମୋର୍ଚ୍ଚାର ଷ୍ଟେଟ୍ ଭାଇସ୍ ପ୍ରେସିଡେଣ୍ଟ ଏବଂ ଭାରତ ସରକାରଙ୍କ ଯେଉଁ ICR ଅଛି ICRର ଓମେନ୍ସ ଡାଇରେକ୍ଟର ଅଛନ୍ତି। ମୁଁ ତାଙ୍କୁ ନିବେଦନ କରିବି ସେଠି ସତ ରଖିବେ। धन्यवाद महेश्वर भाई, मंच को प्रणाम जनाऊँगी एवं मो सामने ए अंचल जो मानकर प्रमुख गुरुत्वपूर्ण भूमिका रही समाज को ओडिशा को सर्वोपरि राष्ट्र को आगु को नबार से इंग्राजी नववर्ष भारतीय जनता पार्टी कृषक मोर्चा तरफ मोर व्यक्तिगत अभिनंदन मो ज्ञापन करुछि। ओडिशा रे एबे जो 24 वर्ष परे आमे गोटे परिवर्तन देखिलु, एटा निश्चित पक्षर ओडिशार साधारण जनता एवं दलर कार्यकर्ता गुरुत्वपूर्ण भूमिका थिले मध्य आपण मानकर जो श्रेय रही, आपण मानकर जो योगदान रही सेटा को आमे केबे अस्वीकार करि परिबु नाही। सबु समय आपण मानकर जो सकारात्मक ढंगरे न्यूज को आनी लोकों पाखरे पहुंचैबा एवं समाज परिवर्तन जो ढंगरे हवा आवश्यक ताकू जेंती आपण माने निखुण भावरे निजर जीवन को युक्ति को आपणे नहीं सेटा मध्य निश्चित पक्षे समय एवं आम समस्त पक्षरे आमे ऋणी होई रहिबु। सरकार केवल आसन को पड़ी आसिले ताहार कर्तव्य सरी जाएनी, ताकू किंती सुचारू ढंगरे सरकार केमती पॉजिटिव वे लोक पाखरे पहुंचब, जो थी कि जो कथा कहली व्यक्तिगत जीवन समाज प्रदेश एवं राष्ट्र
କରି ବିଶ୍ୱର ଉନ୍ନତି ସାଧିତ ହେବ। ଆଗାମୀ ଦିନରେ ନେଟ୍ ଜିଓ କଥା କୁହନ୍ତୁ, ଆମ ଭିତରେ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଜ୍ଞ ବ୍ୟକ୍ତିତ୍ୱ ବସିଛନ୍ତି। ଆଜି ସମୟ ଆସିଛି ଆମେ ପରିବେଶକୁ ନେଇ ନେଟ୍ ଜିଓର ଅର୍ଥ କଣ ଏବଂ ଆଗାମୀ ଜେନେରେସନ ପାଇଁ ସେଇଟା କେମିତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନବ, ଗୋଟେ ସିମ୍ପଲର ଲାଇଫଷ୍ଟାଇଲ ଆଉ ସରକାରକୁ ପଜିଟିଭ ଢଙ୍ଗରେ ଚଳେଇବାର ମଧ୍ୟ କୋଉଠି ନା କୋଉଠି ଆପଣ ମାନଙ୍କର ଆଉ ଏକ ସହଯୋଗ ଆବଶ୍ୟକ ରହିଛି। ମୁଁ ଅଧିକା କିଛି କହିବିନି, ଏତିକିରେ ଆପଣ ମାନଙ୍କର ସହଯୋଗ କାମନା କରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ବିଗତ ଦିନରେ କେମିତି ନେଭି ଡେ ସର୍ବଭାରତୀୟ ସ୍ତରରେ ଯୋଉ ଇଭେଣ୍ଟ ହେଲା, ଏବେ ଯୋଉ ଆମର ସହଯୋଗରେ ସମସ୍ତଙ୍କର ପ୍ରବାସୀ ଭାରତୀୟ ମାନଙ୍କ ପାଇଁ ହେଇଛି କାର୍ଯ୍ୟକ୍ରମ, ବ୍ୟତିକ୍ରମ ଉଣା ଅଧିକ ରହିବ କିନ୍ତୁ ମହତ ଉଦ୍ଦେଶ୍ୟ, ଯୋଉ ଉଦ୍ଦେଶ୍ୟ ରଖି ବିଭିନ୍ନ ପ୍ରଧାନମନ୍ତ୍ରୀ ମାନେ ତାଙ୍କର କାମକୁ ତାଙ୍କର ସମୟକୁ ବିନିଯୋଗ କରିଛନ୍ତି ରାଷ୍ଟ୍ର ଉଦ୍ଦେଶ୍ୟରେ, ତାକୁ କେମିତି ଆମେ ପଜିଟିଭ ଢଙ୍ଗରେ ଆମର ବିକାଶର ପାଥେୟ କରିବୁ, ଏତିକି ମୁଁ କାମନା କରୁଛି ସମସ୍ତ ଭାଇମାନଙ୍କଠୁ। ବହୁତ ବହୁତ ଧନ୍ୟବାଦ। ଏ ପ୍ରୋଗ୍ରାମ ଆପଣ ମାନଙ୍କ ସହିତ ଇଣ୍ଟରାକ୍ସନ ର ଗୋଟେ ଆମକୁ ସୁଯୋଗ ଦେଇଛି, ତେଣୁ ଆଉ ଥରେ ଭାଇଙ୍କୁ ଏ ଅଞ୍ଚଳର କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଗୁରୁତ୍ୱପୂର୍ଣ୍ଣ ଭାବରେ ତାଙ୍କର ସମୟକୁ ଉପଯୋଗ କରିଥିବାର ଆଉ ଥରେ ଅଶେଷ ଧନ୍ୟବାଦ ଦେଉଛି। ସମସ୍ତଙ୍କୁ ନମସ୍କାର। ବନ୍ଦେ ମାତରମ୍। ଭାରତ ମାତା କି ଜୟ। ଜୟ ଜଗନ୍ନାଥ।